ଶୁଣନ୍ତୁ, ଏଇଟା ତ ନବୀନ ବାବୁ ଆମର ସୁପ୍ରିମ ଲିଡର, ସେ ତ ନିଷ୍ପତ୍ତି ନେବେ। ସୁଜାତା କାର୍ତ୍ତିକାୟନ କଥା ମୁଁ ଚର୍ଚ୍ଚାକୁ ନେବା ପାଇଁ ଚାହୁଁନାହିଁ। ସେ ଦଳର ନିଷ୍ପତ୍ତି, ଦଳର ମୁଖିଆ, ସେ ତାଙ୍କର ନିଷ୍ପତ୍ତି ନେବେ। ବା ତାଙ୍କ ପ୍ରଚ୍ଛନ୍ନ ହାତ ଥିବା ଯଦି ଶ୍ରୀଯୁକ୍ତ ପାଣ୍ଡିଆନ କଥା ଚର୍ଚ୍ଚା କରାଯାଉଥାଏ, ତାହେଲେ ପାଣ୍ଡିଆନ ଯେତେ ସମୟ ତକ ନବୀନ ବାବୁଙ୍କ ସାଙ୍ଗରେ ଅଛନ୍ତି, ଓଡ଼ିଶାର ବିକାଶ କାର୍ଯ୍ୟକ୍ରମ ତାଙ୍କ ଜରିଆରେ ହିଁ କାର୍ଯ୍ୟକ୍ରମ କରିବାର ସମର୍ଥ ହେଇଛନ୍ତି। ଏକଥା କେହି ଅସ୍ୱୀକାର କରିବେ ନାହିଁ। ପାଣ୍ଡିଆନଙ୍କର ଯଦି କିଛି ଭୁଲ ଥାଏ ବୋଲି, ଯଦି ନିଜେ ନିଜେ ସବୁ ବୁଲିଲେ ଯେଉଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ କୌଣସି ଭେଟରାନ ଲିଡର ମାନଙ୍କୁ ସାଙ୍ଗରେ ନେଲେ ନାହିଁ, ଏଇଟା ତାଙ୍କର ଭୁଲ ଥାଇପାରେ। କିନ୍ତୁ ନଚେତ ପାଣ୍ଡିଆନଙ୍କର କ'ଣ ଭୁଲଟା ରହିଲା ଯେ ଏମାନେ ସବୁ ବିଜେପି ବାଲା ପାଣ୍ଡିଆନକୁ ଏତେ ଡରୁଛନ୍ତି ଏବଂ ଯେଉଁମାନେ ଗାଁ ଗାଁ କଥାବାର୍ତ୍ତା କରୁଛନ୍ତି ସେମାନେ ତାଙ୍କର ବିଚାର ଦୃଷ୍ଟିକୋଣରୁ କହୁଛନ୍ତି। କିନ୍ତୁ ଏଇଟା କିଛି କହିବାର ମୂଲ୍ୟ ରହୁନି। ଯେଉଁମାନେ ବିରୋଧ କରୁଛନ୍ତି ସେମାନେ କ'ଣ ଜାଣିନାହାନ୍ତି ତାଙ୍କ ନିର୍ବାଚନ ବେଳେ କ'ଣ କାମ ହେଇଛି? ଯେଉଁ କାମ ଅସମ୍ପୂର୍ଣ୍ଣ ଥିଲା, ଯେଉଁ କାମ କେହି କରିବେ ବୋଲି ବିଶ୍ୱାସ କରାଯାଉଥିଲା, ସେ କାମକୁ ଆଜି ତାରିଖରେ ଶ୍ରୀଯୁକ୍ତ ପାଣ୍ଡିଆନ ନବୀନ ବାବୁଙ୍କ ସହିତ ଆଲୋଚନା ପର୍ଯ୍ୟାଲୋଚନା କରିକିରି ଲୋକଙ୍କ ହୃଦୟ ଜୟ କରିବା ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ କରିଛନ୍ତି, ଯେଉଁଟାକି ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ହଉ, ରାଜ୍ୟ ସରକାର ହଉ, କି ସାମାନ୍ୟତମ ପରିବର୍ତ୍ତନ କରିପାରିନାହାନ୍ତି। ଆପଣ ଉଦାହରଣ ନେଇପାରନ୍ତି ଏସ୍ସିବି ମେଡିକାଲ କଲେଜ କଥା, ଜଗନ୍ନାଥ ପରିକ୍ରମା କଥା କୁହାଯାଇପାରେ, ଆପଣଙ୍କର ସମଲେଶ୍ୱରୀ କଥା କୁହାଯାଇପାରେ, ଆପଣ ଘଟଗାଁ ତାରିଣୀ କଥା କୁହାଯାଇପାରେ। କ'ଣ କାର୍ଯ୍ୟକ୍ରମ ବର୍ତ୍ତମାନ ସରକାର କରିଛନ୍ତି? ଖାଲି ଗୋଟେ ଲୋକ କୁହନ୍ତୁ ତ, ଗୋଟେ ଭକ୍ତ ଜଣେ କହିଲେ ଆମେ ସାଙ୍ଗେ ସାଙ୍ଗେ ଖୋଲିଦେଉ, ଚାରିଦ୍ୱାର ଖୋଲିଦେଲୁ। ଚାରିଦ୍ୱାର ଖୋଲିଦେଉ, 4 ଦିନ ପରେ ପୁଣି ବନ୍ଦ କଲେ କାହିଁକି? ବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା କରିପାରିଲେ ଆଜି ପର୍ଯ୍ୟନ୍ତ କିଛି କରିପାରିଲେନି। ତେଣୁ କ'ଣ କାର୍ଯ୍ୟକ୍ରମ କରିଛନ୍ତି ସେମାନେ ଗୋଟେ ଆଶା କରାଯିବ। ଦଳକୁ ଯିଏ ଆସିବ ତାକୁ ଆମେ ସ୍ୱାଗତ କରିବୁ, ସେଥିରେ କିଛି ସନ୍ଦେହ ନାହିଁ। ଆଜି ତାରିଖରେ 70 ଲକ୍ଷ ମହିଳାମାନଙ୍କୁ ଏକତ୍ରୀକରଣ କରିବାରେ ଯାହାଙ୍କର ଭୂମିକା ଥିଲା ସେ ହେଉଛନ୍ତି ସୁଜାତା କାର୍ତ୍ତିକାୟନ। ସେଇ 70 ଲକ୍ଷ ଭୋଟର ବି ମଧ୍ୟ ଭୁଲ ଭୋଟକା କଲେ, କିଛି ଆଶା କଲେ ବିଜେପି ସରକାରଠୁ ଅଧିକା ପାଇବେ ବୋଲି ଆଶା କରିକି ସେମାନେ ଭୁଲ ଭୋଟକା କରିଲେ ଦେଲେ। ତେଣୁ ତାଙ୍କର ବି ଭୂମିକା କ'ଣ ନାହିଁ? ଯେତେବେଳେ ସେ ଦାୟିତ୍ୱରେ ଥିଲେ, ଆଜି ସେଭଳି ଲୋକ ଯଦି ଦଳକୁ ଆସିବେ, ଅସୁବିଧା କ'ଣ ରହିଲା? କାହା ପାଇଁ ଅସୁବିଧା ହେଲା? ନା ନବୀନ ବାବୁ ପଳାଉଛନ୍ତି, ନା ଆମେ ପଳାଉଛୁ, ନା ଯେଉଁମାନେ ଆମେ ଦଳରେ ଅଛୁ ଦଳରେ ପଳାଉଛୁ। ଦଳରେ ଆଉ ଜଣେ ବସିଲା, ପାଣ୍ଡିଆନ ମିଶିଥିଲେ, ସନ୍ନ୍ୟାସ ନେଲେ, ଚାଲିଗଲେ। ସୁଜାତା ଆସିବେ, ରହିବେ। ଦଳରେ ବହୁତ ଭଲ ଭଲ ଲୋକ ଅଛନ୍ତି। କିଏ ଫାଳେ ଅଧେ କ'ଣ ବ୍ୟକ୍ତିଗତ ରୁଚିରେ କ'ଣ କହୁଥାଇପାରେ, ସେ କଥା କେତେ ଗୁରୁତ୍ୱ ଦେବାର କିଛି ଯୁକ୍ତି ନାହିଁ।